କାହିଁକି ଆପଣ ଶୋଇଥିବା ସାପ ଆଙ୍ଗୁଳିରେ ହାତ ମାରୁଛନ୍ତି? ଦଂଶନ ସହିପାରିବେନି, ଉଭୟଙ୍କୁ କଷ୍ଟ ହବ। ଆରେ କିଛି ବୋଲି ମୋ ଉପରେ ଭରସା ରଖ। ଭରସାର ସେତୁ ବନ୍ଧ ମୁଁ ଶୁଣିଛି ବାବୁରେ। ଆଉ ମୋତେ ବାଧ୍ୟ କରନ୍ତୁନି, ମୁଁ ପାରିବିନି। ମନା କରନ୍ତୁ। ତମ ମୁହଁ ଦେଖିବା ପାଇଁ ତମେ ଯଦି ଅଧିକ ଅର୍ଥ ଦାବି କରିବ ମୋ ଦାବି ଦେବା ପାଇଁ ପ୍ରସ୍ତୁତ ଅଛି। ମନା କରନ୍ତୁ। ଛି ବାବୁଜୀ, ଏମିତି କାମରେ ଅର୍ଥର ଆବଶ୍ୟକତା ହୁଏନି, ଆବଶ୍ୟକତା ହୁଏ ଆନ୍ତରିକତା। ତମେ କହୁଛ ଏତିକି ସମୟ କଥା ହବା ଭିତରେ ଆମର କିଛି ଆନ୍ତରିକତା ନଥିଲା? ବାବୁ ଆମର କିଛି ବି ନିଜର କରି ଆଣିଥିଲା। ଉତ୍ତର ଦିଅ। ବାବୁ ମୁଁ ଆପଣଙ୍କୁ କେମିତି ବୁଝେଇବି? ଏମିତି କରିବା ଦ୍ୱାରା ଆପଣଙ୍କ ସଂସାରଟା ଭାଙ୍ଗିଯିବ। ସେ ଯାଉ ନେଇ ଯାଉ। ବାସ୍ ଥରେ ତମ ମୁହଁ ଦେଖିବା ପାଇଁ ବାପା ମାମା ଯୋଉ ସୌଭାଗ୍ୟ ତମେ ଆମକୁ ଦେଇଛ, ତମ ମୁହଁ ନ ଦେଖି କଣ କଷ୍ଟ କରୁଛ? ବିଶ୍ୱାସ କର, ତମ ମୁହଁ ନ ଦେଖିଲେ ଗୋଟେ ବହୁତ ବଡ଼ ଅବସର ରହିଛି ମୋ ମନରେ। ମନା କରନି। ଠିକ ଅଛି ବାବୁ, ମୋ ମୁହଁ ଦେଖିବା ପାଇଁ ଯଦି ଆପଣଙ୍କର ଏତେ ଅଛି ତାହେଲେ ମନା କରିବି କାହିଁକି? ଦେଖନ୍ତୁ ମୋ ମୁହଁ, ଆଉ ଚିଠି ନିଅନ୍ତୁ କିଏ